ଏଇମାନଙ୍କ ପାଖରେ କେବେ ବି ରହନ୍ତି ନାହିଁ ଲକ୍ଷ୍ମୀ। ତ କେଉଁମାନଙ୍କ ପାଖରେ ଲକ୍ଷ୍ମୀ ରହନ୍ତି ନାହିଁ? ଶାସ୍ତ୍ରରେ ଲେଖା ହେଇଛି ସେଜରୁ ଉଠି ସାରିଲା ପରେ ଯେଉଁମାନେ ସେଜ ଝାଡ଼ନ୍ତି ନାହିଁ ସେମାନଙ୍କ ପାଖରେ ଲକ୍ଷ୍ମୀ ରହନ୍ତି ନାହିଁ। ବସିଥିବା ସ୍ଥାନରେ ଗୋଡ଼ ଯିଏ ହଲାଏ ତା ପାଖରେ ଲକ୍ଷ୍ମୀ ରହନ୍ତି ନାହିଁ। ବାରମ୍ବାର ନଖ ଯିଏ ଛିଡ଼େଇକି ଖାଏ ତା ପାଖରେ ଲକ୍ଷ୍ମୀ ରହନ୍ତି ନାହିଁ। କାହିଁକି ନା ସେମାନେ ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟେ ନାହିଁ। ଯେଉଁଥିରେ ରୋଷେଇ କରନ୍ତି ସେଇଥିରେ ଆପଣ ଯଦି ଭୋଜନ କରନ୍ତି ଆପଣଙ୍କ ପାଖରେ ଲକ୍ଷ୍ମୀ ଛାଡ଼ିଯାଏ। ଅନେକ କଡ଼େଇ ହାଣ୍ଡିରେ ଏଇଗୁଡ଼ାକରେ ଖାଆନ୍ତି। ଫଟା ବାସନକୁସନରେ ମଧ୍ୟ ଖାଇଲେ ଆପଣଙ୍କ ପାଖକୁ ଲକ୍ଷ୍ମୀ ଛାଡ଼ିଯାଏ। ଆଉ ଆପଣ ମନେ ରଖିଥାନ୍ତୁ, ଫଟା ଦର୍ପଣରେ ବି ମୁହଁ କେବେ ଦେଖନ୍ତୁ ନାହିଁ। ଆଉ ନାରୀ ଅତିଶୟ ଘରେ ଯଦି ପାଟି କରନ୍ତି, ଉଚ୍ଚ ପାଟିରେ କଥାବାର୍ତ୍ତା କରନ୍ତି, ସ୍ୱାମୀ ଶ୍ୱଶୁରକୁ ଅସମ୍ମାନ ପ୍ରଦର୍ଶନ ଘରେ କରନ୍ତି, ଯେତେ ରୋଜଗାର କଲେ ମଧ୍ୟ ପୁରୁଷ ଅଣ୍ଟେ ନାହିଁ। ତେଣୁ ସ୍ୱାମୀ ଶାଶୁ ଶ୍ୱଶୁରକୁ ଯଥେଷ୍ଟ ସମ୍ମାନ ଦେବା ଆବଶ୍ୟକ ଅଛି। ନାରୀମାନେ ଘରେ ଯଦି ଦୁଲଦୁଲ ହେଇ ଚାଲନ୍ତି ଘରୁ ଲକ୍ଷ୍ମୀ ଛାଡ଼ିଯାଏ। ତେଣୁ ଏହି କଥା ନାରୀମାନେ ନିଶ୍ଚିନ୍ତ ଭାବରେ ବିଚାର କରିବେ। ଆଉ ପୁରୁଷମାନେ ମଦ୍ୟପାନ କଲେ ମଧ୍ୟ ଘରୁ ଲକ୍ଷ୍ମୀ ଛାଡ଼ି ଚାଲିଯାଏ।